ଦେଖନ୍ତୁ କାଲିଠାରୁ ମୁଁ ଭାବୁଛି ଗଣମାଧ୍ୟମ ଉଠୁଛି ପଡ଼ୁଛି ଆଉ ଗଣମାଧ୍ୟମ ସବୁ ମେନଷ୍ଟ୍ରିମ୍ ମିଡ଼ିଆଠୁ ଆରମ୍ଭ କରି ଡିଜିଟାଲ ମିଡ଼ିଆ ମାନେ ଆମେ ଯେଉଁଥିରେ କହୁଛନ୍ତି ସମସ୍ତେ ଗୁଲୁଆ କାହାଣୀ ଆଉ ସେ ଯେଉଁ ବର୍ଷାର କାହାଣୀ ଯେଉଁଭଳି ଆମେ ଦେଖାଉଛନ୍ତି ଗଣମାଧ୍ୟମରେ ବାସ୍ତବରେ ୟା ଦ୍ୱାରା ସମାଜରେ କ'ଣ ପ୍ରଭାବ ପଡ଼ୁଛି ସମାଜର କ'ଣ ଉନ୍ନତି ହେଉଛି ଏ ବାବଦରେ କେହି ଆଲୋଚନା କରୁଛନ୍ତି କି? ଆପଣ ଦେଖନ୍ତୁ ପୂର୍ବରୁ ଥରେ ବର୍ଷା ଅନୁଭବ କଳିଗଲା ବର୍ଷେ ଖଣ୍ଡୁ ସେ ବାବଦରେ ଆଲୋଚନା ପର୍ଯ୍ୟାଲୋଚନା ହେଲା। ଏହାପରେ ହ୍ୟୁମାନ ସାଗର ତା ସ୍ତ୍ରୀର କଳିଗଲା ବର୍ତ୍ତମାନ ଆସିଗଲା ଏଇ ଯେଉଁ କମେଡ଼ିଆନ ଗୁଲୁଆର ଆଉ ତା ସ୍ତ୍ରୀର ଗୋଟେ କଳି। ମୁଁ ଭାବୁଛି କଳି ଘଟଣା ଗୁଡ଼ାକ ଗଣମାଧ୍ୟମରେ ଏଇ କିଛି ଚର୍ଚ୍ଚିତ ଲୋକଙ୍କର ଯେଉଁଭଳି ଆସୁଛି ଗ୍ରାମାଞ୍ଚଳରେ ଥିବା ମହିଳା ବା ପୁରୁଷମାନଙ୍କର ସମସ୍ୟା ଏ ବାବଦରେ ଗଣମାଧ୍ୟମରେ ଆସୁନାହିଁ। ଏଠି ଗୁଲୁଆଟି ମୁଁ ଦେଖୁଛି ସତରେ ବାସ୍ତବରେ ଗଲୁଆଟିଏ। କାହିଁକି ନା ତମର ଯଦି ପରିବାରରେ କ'ଣ ପ୍ରୋବ୍ଲେମ୍ ହେଲା ଫେସବୁକ୍ରେ ଲେଖାଲେଖି ହେଲ ତମେ ଅଚାନକ ଆସିକି ଯେତେବେଳେ ଲୋକଙ୍କୁ କହୁଛ ମୋ ଜୀବନ ପ୍ରତି ବିପଦ ଅଛି ସାଧାରଣ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସାଧାରଣ ଲୋକମାନେ କହିଲେ ଯେ ଓଡ଼ିଶାରେ କ'ଣ ବାସ୍ତବରେ କେହି ଏମିତି ଗୋଟେ ଗୁଣ୍ଡା ବାହାରିଲାଣି ଯିଏ ଗୋଟେ କଳାକାରକୁ ବା ଯେକୌଣସି ଲୋକଙ୍କୁ ଧମକ ଦେଉଛି ମର୍ଡ଼ର କରିଦେବା ପାଇଁ ସେ ଏରିଆ ଛାଡ଼ିକି ପଳାଉଛି କହୁଛି ମୁଁ ବାହାରକୁ ପଳାଉଛି ବାହାରକୁ ପଳେଇଛି ମୋତେ ଧମକ ଦିଆହେଲାଣି ମୋତେ ମର୍ଡ଼ର କରିଦେବେ। ଆରେ ଭାଇ ମର୍ଡ଼ର କାହିଁ କରିଦେବେ? ତମେ ଯେଉଁଭଳି ଇମୋସନରେ ଭିଡ଼ିଓ କଲ ଓଡ଼ିଶାବାସୀ ଚକିତ ହୋଇଗଲେ ଆଉ ହାରାସମେଣ୍ଟ ମଧ୍ୟ ହୋଇଯାଇଛନ୍ତି ଯେ କାଳେ ଗୁଲୁଆକୁ କିଏ ମାରିଦେବ କି ଲୋକମାନଙ୍କ ଭିତରେ ଗୋଟେ ଏଭଳି ଛନକା ପଶିଗଲା। କିନ୍ତୁ ଏଇଟାକୁ ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଦେଖିବାକୁ ଏଇଟା ଗୋଟେ ପରିବାର କଳି। ଆରେ ଭାଇ ଏଠି ଯେତେବେଳେ ଗୋଟେ ପରିବାର ଭିତରେ ଡିଷ୍ଟର୍ବାନ୍ସ ହେଉଛି ଏଥିରେ ଭାବୁଛନ୍ତି କ'ଣ ଗୋଟିଏ ହାତର ତାଳି ବାଜିଲା ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ହେଲା ଆଉ ସ୍ୱାମୀ ସ୍ତ୍ରୀଙ୍କ ଝଗଡ଼ା ହେବା କ'ଣ ପ୍ରଥମ ଘଟଣା ଓଡ଼ିଶାରେ କି? ଆମେ ଶହ ଶହ ଘଟଣା ପ୍ରତ୍ୟେକ ଦିନ ଘଟୁଛି। ଆଉ ଯେଉଁ ରହିଲା ବାକି ମନାନ୍ତର ଆଉ ମତାନ୍ତର ଇଏ କେଉଁଠି ନାହିଁ କାହା ଘରେ ନାହିଁ। ଏଠି ତ ଆମେ ଭାବୁଛନ୍ତି ସୋସିଆଲ ମିଡ଼ିଆକୁ ନ ଆସି ଏ ଯେଉଁ ସମାଧାନର ବାଟ ନିଜେ ନିଜେ ବାହାର କରିଦେବା କଥା ଉଭୟ। ଏହାପରେ ସମାଜରେ ତମର ଯେତେବେଳେ ଗୋଟେ କମ୍ ସେ କମ୍ ଭଲ ସ୍ଥିତିରେ ଥିଲ ତମକୁ ଲୋକ ଭଲ ପାଇବା ଦେଉଥିଲେ ଗୁଲୁଆକୁ ବିଶେଷ କରି ଲୋକ ଭଲ ପାଇବା ଦେଉଥିଲେ ତମେ ଏ ଗଣମାଧ୍ୟମରେ ତମେ ନ ଆସି ଅଯଥାରେ ଏଥିରେ ହୋ ହାଲା କରି ଏଥିରେ କ'ଣ ମିଳିବ? ଏଥିରେ କ'ଣ ତମକୁ ପାଇଲ କ'ଣ? ଅଯଥା ଭର୍ସନାର ଶିକାର ହେଲ। ଆଉ ଯେଉଁ ବାହାଘର ପରେ ଅନେକ କଳି ଝଗଡ଼ା ହୁଏ ଏଠି ଆମେ ଦେଖିଲେ ଯେଉଁ ବର୍ଷା ଯେଉଁ ଝିଅଟି ସେ ଆସି କାନ୍ଦି କାନ୍ଦି କହୁଛି ଯେ ମୁଁ ଏମିତି ଯେ ମୋ ବାପା ଏମିତି ଦେଇଥିଲେ ସେମିତି ଦେଇଥିଲେ। ତମେ ଗୁଲୁଆ ଉପରେ ଏତେ ଟଙ୍କା ବର୍ଷା କରିବାର କାରଣ କ'ଣ ଥିଲା? ଗୁଲୁଆକୁ ମୋଟର ସାଇକେଲ ଦେବା ଜାଗା ଦେବା ଇଏ ଦେବା କ'ଣ ଆବଶ୍ୟକଟି କ'ଣ ଥିଲା? ହଁ ବାହାଘର ହେବା ବୋଲି ବାହାଘର 8 ବର୍ଷ ତମେ ରହିଲ ବାହାଘର 8 ବର୍ଷ ରହିଲଣି ତମେ କହୁଛ ଯେ ମୁଁ ବୁଲେଟ୍ ଚଲାଏ ଇଏ ଚଲାଏ ଠିକ୍ ଅଛି ସେଇଟା ବ୍ୟକ୍ତିଗତ ଝିଅଟେ ଗୋଟେ ବୁଲେଟ୍ ଚଲେଇ ପାରିବ କିନ୍ତୁ ଅସୁବିଧା ନାହିଁ। ଯେ ଆମେ ଏଠି କଥା କହିବା ଯେ ଇଏ ଯେଉଁ ତାଙ୍କ ବାପା ଯେଉଁ ଟଙ୍କା ଦେଇଥିଲେ ସିଏ ତାଙ୍କୁ କ'ଣ ଧାର ଆକାରରେ ଦେଇଥିଲେ ନା ଏଇ ଯେଉଁ ମାନେ ବାହା ହେବା ପାଇଁ ଦେଇଥିଲେ? ଯଦି ବାହାଘର ପାଇଁ ଦେଇଛନ୍ତି ତାହେଲେ ଯଦି ତା ସ୍ତ୍ରୀ ସହିତ ତାର ଗୁଲୁଆର ସ୍ତ୍ରୀ ସହିତ ତାର ସମ୍ପର୍କ ନାହିଁ 8 ବର୍ଷ ହେଲା ଆମେ କ'ଣ ଶୁଣୁଛନ୍ତି ଗଣମାଧ୍ୟମରେ 8 ବର୍ଷ ହେଲା ପରେ ଗୁଲୁଆର ମନେ ପଡ଼ିଲା ସେ ଗୋଟେ କ'ଣ ଛକା ଭଳି ଦେଖାହେଉଛି। ଏ ଶବ୍ଦ ଆମେ ବ୍ୟବହାର କରିବା କଥା ନୁହଁ କ୍ଷମା କରିବେ। ତେଣୁ ଏଭଳି କଥା କାହିଁକି ଜଣେ ନାରୀକୁ ସେ କହିଲା? ଆଉ ଏଠି ଆମେ ଦେଖୁଛନ୍ତି ଅନେକ ଜାଗାରେ ନାରୀମାନେ ନିର୍ଯାତିତ ହେଉଥିଲା ବେଳେ ପୁରୁଷମାନେ ମଧ୍ୟ ଅନେକ ଜାଗାରେ ନିର୍ଯାତିତ ହେଉଛନ୍ତି। କେବଳ ଆମେ ନାରୀ ପ୍ରାଧାନ୍ୟ ଆମେ ଯେହେତୁ ନାରୀକି ସବୁବେଳେ ଗୁରୁତ୍ୱ ଦିଅନ୍ତୁ ନାରୀମାନଙ୍କର କଥା ପ୍ରଥମେ ଆମେ କହିବା ନାରୀମାନଙ୍କର ସୁରକ୍ଷା କଥା କିନ୍ତୁ ପୁରୁଷ ନିର୍ଯାତନା ବହୁ ଜାଗାରେ ହେଇଛନ୍ତି। ତେଣୁ ଯେଉଁଠି ପୁରୁଷମାନେ ନିର୍ଯାତନା ହେଉଛନ୍ତି ଗୁଲୁଆ ଉପରେ ଯଦି ନିର୍ଯାତନା ହେଉଥିଲା ଏଇ 2-3 ଦିନ ଭିତରେ ଫେସବୁକ୍ରେ ପୋଷ୍ଟ ବାଟ ଭିତରେ ଏତେ ବାଟକୁ କଥା କାହିଁ ଗଲା? ଗୁଲୁଆ ଗଣମାଧ୍ୟମରେ ଆସି କହିଲାନି ଯେ ମୋର ପରିବାର ଭିତରେ ଏମିତି ଡିଷ୍ଟର୍ବାନ୍ସ ହେଇଥିଲା ଯେ ମୋ ସ୍ତ୍ରୀ ସହିତ ମୋର ଏଭଳି ବର୍ତ୍ତମାନ ସ୍ଥିତିରେ ଅଛି ତେଣୁ ମୋର ସ୍ତ୍ରୀର ପରିବାର ଲୋକ ମୋତେ ମାରିଦେବାକୁ ଚାହୁଁଛନ୍ତି। ଏକଥା ନ କହି ମୋତେ ଧମକ ମିଳୁଛି ମାରିଦେବେ ଭାଣିଦେବେ ଏସବୁ କଥା କାହିଁକି ଡରା କଥା କହିଲ? କାହିଁ କହିଲ? ଲୋକମାନଙ୍କୁ କାହିଁକି ଭ୍ରମିତ କଲ? ଆଉ ତମେ ବର୍ତ୍ତମାନ ଯେଉଁ ଟଙ୍କା ଦେଇସାରିଲା ପରେ ଦେଣ ନେଣ ତମ ଭିତରେ ତ ଆଲୋଚନା ହେଇଛି ଥାନାରେ ଯେ ତମେ କ'ଣ କୋଟିଏ ଜାଗାରେ 50 ଲକ୍ଷ ଟଙ୍କା ଦେବ 10 ଲକ୍ଷ ଟଙ୍କା ଦେଇଛ ଆଉ 40 ଲକ୍ଷ ଟଙ୍କା ଦେଇକି କମ୍ପ୍ରମାଇଜ୍ କରିଦେଲନି। ଗୁଲୁଆର ତ ୟୁଟ୍ୟୁବରେ ପ୍ରଚୁର ରୋଜଗାର ହେଉଛି ଆମେ ଯାହା ଖବର ପାଇଲୁ। ତେଣୁ 40 ଲକ୍ଷ ଟଙ୍କା ଦେଇକି କମ୍ପ୍ରମାଇଜ୍ କରିଦେଇଥିଲେ ଇଏ କେସ୍ରେ ଆଉ କିଛି ନଥିଲା। ଅଯଥା ତାକୁ ସୋସିଆଲ ମିଡ଼ିଆରେ ଆଣି
शुणु मु आपण को गणमाध्यम गोटे कथा कहूँ सपोज मु आपण को गोटे आपण मोर भितर गोटे जो फाइनाल हो गोटे निष्पत्ति थाना आगे जे आपण 50 लाख टंका कोटी टंकार 50 लाख टंका देवे 50 लाख टंकार आपण 10 लाख टंका दे दी आउ मात्र रहा 40 लाख टंका 40 लाख टंका आपण जो देवे आपण तो आपणकर माने 4 वर्ष 5 वर्ष यदि नहीं थे निश्चित भाव जन कहीं ना कहीं कहे कारण ता झील को तुम रखिल नहीं 40 लाख टका फेरे देते कथा शेष तापर गुलुआ जाकि कौटी यात्रा करू नाच करू कौ झील सागर बुलू से मतलब कौन आउ बाहर शुणु स्वामी स्त्री भितर किए क्या सागर कथा ही पहले स्त्री यदि क्या सागर कथा हे ताले स्वामी डाउट कर स्वामी यदि क्या सागर दीपद कथा हे स्त्री डाउट कर ये चले अच्छी अनेक जगार मत प्रथम कहले मु गणमाध्यम पचार चाहूँगी से जो गुलुआर स्त्री को वर्षा को जे गुलुआर परिवार लोक कौन वर्षा पाखे रोते कि तांकर जो बापा माँ तांकर जो सासू ससुर भाव ये सेवा करुच्ची कि देखु डिस्टर्बांस यही राज्य में बहुत जगार अच्छी राज्य जदि आज स्वामी स्त्री बद उपर को चढ़ुची माने डिवोर्स आड़ू कथा पड़ौची कली झगड़ा बाड़िया पिटा होती यार कारण हूँ केवल वृद्ध पितामाता को सेवा नक शाशु ससुर को एमाने सेवा न कले जदि एकुटिया रहा चाहिए स्वामी सांगे ताले ता बाप पटे जो पुओ को जन्म करथिला ता बुढ़ी माँ आ बुढ़ा बाप जीवे कुआड़े तार सेवा करिवो किए मत कहले सेवा नकरी तमें यदि कह मो सांगे शारीरिक संपर्क रखिला नहीं ये रखिला नहीं सी रखिला नहीं सी रखिला नहीं आउ पुरुषटी जदि जेतबेले तमें गाड़ी कौन जानी नथिलो घर कौन भुवनेश्वर आम एठिक एत वर्ष है रही जन्म हेलुणु आमको ये घरटे करने सुजोग ना सुविधा ना कारण रोजगार ना तुम ये सागे सागे कौट गोटे यूट्यूब बाहरी पड़े कमेडी करदेल तुमको कोटी टंकार घर करदेल तो तापर गाड़ी घोड़ा जो धरिक बुलिल तुम से जिते फिल्म कल अनुभव सांगे अनुभवर गीत गायिकी ह्यूमान सागर परिवार डिस्टर्बांस है आ तुम ह्यूमान सागर नाच नाचिकी फिल्म रे तुम परिवार डिस्टर्बांस है ये कहवा कथा नुह एटा गोटे मजाक मुझे तो ये कथा हूँ तुम ये लोकों तुम जो टीआरपी वृद्धि पाई जाऊँगी तुमको लोक ग्रहण कर जाऊँच तुम से कौन कर ना तुम भावुच आम पाखे तो पुला पुला झील आसीगले आम जहाँ पाखे चाहबू ता पाखे शोबू आउ आजिकल तो जानी जो कौन सिनेमा गोटे कौन चले जो जो झील पिला प्रलोभन देखी कास्टिंग काउच तो आगुरी भारजोर माती बर्तमान बंद अच्छी हुए तो एवं कंप्रोमाइज चलता पारे यूट्यूब रे कॉमेडी करने तुमको एत झील ऑफर दौरान तुम मनाली फनाली कुआड़े नहीं सब झील को बुलूच तुम स्त्री कहते एटा लज्जा कथा ये सब लज्जा प्रथम कथा हूँ ये केस रे किछि नाही पुणी कहूँ मो झील मो बापा चाषी आ तुम बापा चाषी कोटी टंकार घर जगह कौट देले एते टंका कौट देले ये डबल स्टैंडर्ड नुह सत समस्ते कुह गुलुआ हो वर्षा हो समस्ते सत कुह वास्तवता जहाँ जदि कंप्रोमाइज करके निज निज बाटर गुलुआ तार बाटर सी रहा चाहूँगी ता स्त्री ता बाटर रहा चाहूँगी ये हवा दरकार कारण ये निर्यातना माने कौन असुविधा भितर पड़ी कष्ट रही कहीं रहा उचित नुह तुम तुम स्वाधीन देश बर्तमान भारत स्वाधीन देश तुम जी तुम स्वामी पाखु अलग होगी कौट शांति रहा चाहूँ तुम रही जाओ जदि सी तार कौट जाकि बासा रहा चाहूँगी सी रही जाओ मात्र ये जो देण नेण कंप्रोमाइजटा यहीटा गोटे सठिक ढंग से 5 जन को बसई पुणी जो लोक डाक बसई तुम एग्रीमेंट होता से लोक डाक बसई ये करदे अवशिष्ट टंका जहाँ गुलुआ दबाक चाहूँ अच्छी से टंका गुलुआ वर्षा को देदे ये केसर समाधान हो आउ सी ताकू आई माँ कहानी ये गप गपुंट सी गप गपुंट सी मत टचर कला सी मो पाखे मत सी शोई नहीं बाई सारापर ये सब डहरा कथा एगुड़े कथार किसी मूल्य ना ये बहुत कथा आगुरी कहले आम जानी कौ कौ कथार अनुभव महांती भी कहते वर्षा मो पाखे कौन एमती सब कहते तेणु ये कहानी सब मिछ कथा ना ना बाहब पैसा दब ना कोर्ट माने थाना लेखा पढ़ा हाँ ठीक कथा जदि जड़े जन को टंका कोटी टंका देइछि अरे से कौटू आनिले ता बापा कौटू आनिले से जवाब ता बापा दब ना जदि इन्वेस्टिगेशन गोटे हम जे प्रथम तो आज तो आम देखिले झाड़पड़ा अंचल जड़े ये जो कौन फरेस्टर ता घर एत एत सुना बाहर माने 3 केजी खंड सुना कि कौन टंका बाहर तेणु ए कथा को
ଯଦି ତଦନ୍ତ ହେବ ତା ବାପାଙ୍କର ପାଖରେ ଏତେ ଟଙ୍କା କେଉଁଠୁ ଆଇଲା କିଏ ଦେଲା ତାଙ୍କର ସମ୍ପତ୍ତି ବାସ୍ତବରେ ସେ ଖାନଦାନୀ ଘର କି ତାଙ୍କର ସମ୍ପତ୍ତି ବାଡ଼ି ଅଛି କି ନାହିଁ ଏ ବାବଦରେ ସେ ଯଦି ଯାଞ୍ଚ ହେବ ଗୁଲୁଆ ଯାଞ୍ଚ ବସଉ ଆମେ କହିଲେ କିଛି ନାହିଁ। ଏଠି କଥା ପଡ଼ିଛି ଯଦି ସିଏ ତାକୁ କୋଟିଏ ଟଙ୍କା ଦେଇଛି ତାହେଲେ ସେ କୋଟିଏ ଟଙ୍କା ଗୁଲୁଆ ତାକୁ ଫେରାଇ ଦେଉ କମ୍ପ୍ରମାଇଜ୍ କାଗଜପତ୍ର ହେଇଯାଉ ଦୁଇ ଜଣ ଅଲଗା ରୁହନ୍ତୁ। ଆଉ ଯଦି ମୁଁ ମଧ୍ୟ ଆପଣ ଗଣମାଧ୍ୟମରେ ଅପିଲ୍ କରିବି ଯେ ଉଭୟ କଳି ଝଗଡ଼ା ମାନେ ମତାନ୍ତର ଭୁଲି ଏକ ହେଇକି ରୁହନ୍ତୁ କାରଣ ତାଙ୍କୁ ୟୁଟ୍ୟୁବରେ ସେ ଦୁଇ ଜଣଙ୍କର ଯୋଡ଼ି ବହୁ ସଫଳ ଯୋଡ଼ି ଆଉ ସମସ୍ତେ ତାଙ୍କୁ ଭଲ ପାଇବା ଦିଅନ୍ତି। ତେଣୁ ସେଇ ନ୍ୟାୟରେ ମୁଁ ସମସ୍ତଙ୍କୁ ଗୁଲୁଆକୁ ଆଉ ତାଙ୍କ ସ୍ତ୍ରୀ ବର୍ଷାକୁ ଅପିଲ୍ କରିବି ଯେ ତମେ ଦୁଇ ଜଣ ଏକାଠି ହେଇଯା ରାଗ ହିଂସା ଛାଡ଼ି ଯେଉଁ କୋଟିଏ 2 କୋଟି 5 କୋଟି ଟଙ୍କା ତୁମ ଜୀବନକୁ ବଞ୍ଚେଇ ପାରିବନି ତୁମ ପରିବାର ଗୋଟେ ପ୍ରଥମେ। ତେଣୁ ତୁମ ପରିବାର ଏକାଠି ରହିଲେ ତୁମେ ଆଗକୁ ବହୁତ ଆହୁରି କିଛି କରିପାରିବ। ତେଣୁ ସମସ୍ତଙ୍କୁ ତୁମ ଦୁଇ ଜଣଙ୍କୁ ଅନୁରୋଧ ତୁମେ ଏକାଠି ହେଇଯା।